ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସମ୍ପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି। ଶ୍ରୀ ଶାହ ତାଙ୍କ ଏକ୍ସରେ ଏ ସମ୍ପର୍କରେ ଘୋଷଣା କରି ଲେଖିଛନ୍ତି, ମୁଁ ବହୁତ ଆନନ୍ଦ ସହକାରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ସ୍ୱାଗତ କରୁଛି। ଆଧୁନିକ କ୍ରିକେଟ୍ ଦ୍ରୁତ ଗତିରେ ବିକଶିତ ହେଉଛି। ଆଉ ଏହି ପରିବର୍ତ୍ତନକୁ ଗମ୍ଭୀରଙ୍କୁ ଖୁବ୍ ନିକଟରୁ ଦେଖିଛନ୍ତି। ନିଜ କ୍ୟାରିୟରରେ ବିଭିନ୍ନ ପ୍ରକାର ଦାୟିତ୍ୱ ତୁଲାଇଥିବା ଗମ୍ଭୀର ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ସଠିକ୍ ବ୍ୟକ୍ତି ବୋଲି ମୁଁ ବିଶ୍ୱାସ କରୁଛି। ଟିମ୍ ଇଣ୍ଡିଆ ପାଇଁ ତାଙ୍କ ପାଖରେ ଥିବା ସ୍ପଷ୍ଟ ଦୃଷ୍ଟିକୋଣ ତା ସହିତ ତାଙ୍କ ପାଖରେ ଥିବା ବିପୁଳ ଅଭିଜ୍ଞତା ତାଙ୍କୁ ଏହି ରୋମାଞ୍ଚକର ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାନିତ କରିଛି। ତାଙ୍କର ଏହି ନୂଆ ଯାତ୍ରା ପାଇଁ ବିସିସିଆଇ ତାଙ୍କୁ ପୂରା ସମର୍ଥନ କରିବ। ଆଇପିଏଲ୍ 2024 ଶେଷ ପରଠାରୁ ଗୌତମ ଗମ୍ଭୀର ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହେବେ ବୋଲି ଜୋର ଚର୍ଚ୍ଚା ଧରିଥିଲା। କାରଣ ଚଳିତ ବର୍ଷ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ଚମ୍ପିଆନ୍ ହୋଇଥିଲା। ଆଉ ଏହାର ମେଣ୍ଟର ଥିଲେ ଗୌତମ ଗମ୍ଭୀର। ତାଙ୍କ ମାର୍ଗଦର୍ଶନରେ କୋଲକାତା ନାଇଟ୍ ରାଇଡର୍ସ ଏହି ସଫଳତା ମିଳିଥିଲା। ସେହିପରି ରାହୁଲ ଦ୍ରାବିଡ଼ ମଧ୍ୟ ଆଉ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ। 2024 ଟି20 ବିଶ୍ୱକପ୍ ଶେଷ ହେବା ସହିତ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ସେ ଏକ ମଧୁର ସ୍ମୃତି ନେଇ ମୁଖ୍ୟ କୋଚ୍ ପଦରୁ ଅବସର ନେଇଛନ୍ତି। କାରଣ ଟିମ୍ ଇଣ୍ଡିଆ 2024 ଟି20 ବିଶ୍ୱକପ୍ ଜିତିଛି। ଗମ୍ଭୀର ପ୍ରଥମେ ଲକ୍ଷ୍ନୌ ସୁପର ଜାୟାଣ୍ଟସର ମେଣ୍ଟର ଥିଲେ। 2022ରେ ସେ ଦଳ ସହିତ ଯୋଗ ଦେଇଥିଲେ। ସେ ଦୁଇଟି ଟର୍ମ ଦଳର ମେଣ୍ଟର ଥିବା ବେଳେ ଦଳ ପ୍ଲେ-ଅଫ୍ ରାଉଣ୍ଡକୁ ଯାଇଥିଲା। ତାପରେ ସେ ଚଳିତ ବର୍ଷ କୋଲକାତା ନାଇଟ୍ ରାଇଡର୍ସକୁ ଆସିଥିଲେ। ସେ ପ୍ରଥମେ ଏହି ଦଳର ଖେଳାଳି ଥିଲେ। 2017ରେ ସେ ଏହି ଦଳ ଛାଡ଼ିଥିଲେ। ତାଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଦୁଇଥର 2012 ଓ 2014ରେ ଆଇପିଏଲ୍ ଚମ୍ପିଆନ୍ ହୋଇଥିଲା। ଆଉ ଚଳିତ ବର୍ଷ ତାଙ୍କ ମାର୍ଗଦର୍ଶନରେ ଦଳ ତୃତୀୟ ଥର ପାଇଁ ଚମ୍ପିଆନ୍ ହୋଇଥିଲା। ମେଣ୍ଟର ଭାବରେ ତାଙ୍କ ଦୃଷ୍ଟିକୋଣ ପୂରା ସ୍ପଷ୍ଟ ଥିଲା। ସେଥିପାଇଁ ଦଳ ଚମ୍ପିଆନ୍ ହେଲା। ଗୌତମ ଗମ୍ଭୀର ଭାରତ ପାଇଁ 147ଟି ଦିନିକିଆ ମ୍ୟାଚ୍ ଖେଳି 5238 ରନ୍ କରିଥିଲେ। ତା ମଧ୍ୟରେ 11ଟି ଶତକ ଓ 34ଟି ଅର୍ଦ୍ଧଶତକ ରହିଛି। ସେହିପରି 58ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଗମ୍ଭୀର 4154 ରନ୍ କରିଥିବା ବେଳେ ତା ମଧ୍ୟରେ 9ଟି ଶତକ ଓ 22ଟି ଅର୍ଦ୍ଧଶତକ ରହିଛି। ସେ ଟିମ୍ ଇଣ୍ଡିଆ ପାଇଁ 37ଟି ଟି20 ମ୍ୟାଚ୍ ଖେଳି 932 ରନ୍ କରିଥିବା ବେଳେ ତା ଭିତରେ ରହିଛି 60ଟି ଅର୍ଦ୍ଧଶତକ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ଭାରତ ଜିତିଥିବା ଦୁଇଟି ବିଶ୍ୱକପ୍ ଦଳର ସଦସ୍ୟ ଥିଲେ। 2007ରେ ଭାରତ ଜିତିଥିଲେ ପ୍ରଥମ ଟି20 ବିଶ୍ୱକପ୍। ଗମ୍ଭୀର ସେହି ଟିମ୍ର ସଦସ୍ୟ ଥିଲେ ଓ ଫାଇନାଲ୍ ମ୍ୟାଚ୍ 54ଟି ବଲ୍ରୁ 57 ରନ୍ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ସେହିପରି 2011ରେ ଭାରତ ବିଶ୍ୱକପ୍ ଜିତିଥିବା ବେଳେ ତାର ସଦସ୍ୟ ଥିଲେ ଗମ୍ଭୀର। ସେହି ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ତାଙ୍କ ବଡ଼ ଯୋଗଦାନ ରହିଥିଲା। ସେ 122ଟି ବଲ୍ 97 ରନ୍ କରିଥିଲେ। 2008ରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।